ଦିଲ୍ଲୀରୁ ଡକରା ଆସିଥିଲା। ଛୁଟି ଯାଇଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିବାର ସଦସ୍ୟ ଧୀରେନ୍ଦ୍ରନାଥ ଦାସ। ଦିଲ୍ଲୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ। ମନ ଭିତରେ ଥିଲା ଅନେକ ଆଗ୍ରହ ଏବଂ ଅନେକ ଉଦ୍ଦୀପନା। ସବୁ କଥାକୁ ପଛରେ ଫୋପାଡ଼ି ନିଜେ ଯାଇଥିଲେ କେମିତି ଉନ୍ମୋଚନ ହେବ ଏବଂ ସେଠି ରହଣି କରିକି ଫେରିବେ। ଆମ ପାଖରେ ଅଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରିବାର ସଦସ୍ୟ ଧୀରେନ୍ଦ୍ରନାଥ ଦାସ। ତାଙ୍କ ସହିତ ଅଧିକ ଆଲୋଚନା କରିବା, ସେ ଅନୁଭୂତି କେମିତି ଥିଲା ଆଉ ସେଠି ଗଲେ ପହଞ୍ଚିଲେ ତାପରେ ପୁଣି ଓଡ଼ିଶା ଫେରିଲେ, ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ସାର୍, ଆପଣଙ୍କୁ ଏମ୍ବିସି ଟିଭି ତରଫରୁ ସ୍ୱାଗତ। ଫୋନ୍ କଲ୍ ଆସିଥିଲା, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ, ଆପଣ ସେଠି ଯାଇକି ଛୁଟି ଯାଇଥିଲେ କ୍ଷଣ ମୁହୂର୍ତ୍ତରେ। ସାର୍, ସେ ଅନୁଭୂତି ସାର୍ କେମିତି ଥିଲା? ସେ ଅନୁଭୂତି ଜୀବନର ମୁଁ ସାୟଂକାଳରେ ପହଞ୍ଚିଲିଣି, କିନ୍ତୁ ମନେ ରହିବ। ଲୋକସେବକ ମଣ୍ଡଳ, ଯାହାକୁ ଆମର ପିପୁଲ ସୋସାଇଟି ବୋଲି କୁହନ୍ତି, ସେ ଲୋକସେବକ ମଣ୍ଡଳର ଲଜପତ ଭବନ କ୍ୟାମ୍ପସ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ଆବକ୍ଷ ପ୍ରତିମୂର୍ତ୍ତି, ପିତ୍ତଳରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାର ଉଦ୍ଘାଟନ କରାଯାଇଛି ଗତ 3 ତାରିଖରେ, ଅଗଷ୍ଟ 3 ତାରିଖରେ। ଓଡ଼ିଶାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା ତାହାକୁ ଉନ୍ମୋଚନ କଲେ। ସେଥିରେ ଏ ଅକିଞ୍ଚନ ସାଧାରଣ ଅତିଥି ଭାବରେ ଉପସ୍ଥିତ ଥିଲା ଓଡ଼ିଶାର ପ୍ରବାସୀ ଓଡ଼ିଆମାନେ, ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆମାନେ, ପ୍ରାୟ 500ରୁ ଉର୍ଦ୍ଧ୍ୱ ଉଚ୍ଚ ଶିକ୍ଷିତ ଡାକ୍ତର, ଇଞ୍ଜିନିୟର, ଓକିଲ, MP, ମନ୍ତ୍ରୀ, ବିଚାରପତିଙ୍କ ଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଆଲିଷ୍ଟ, ବହୁତ ଲୋକଙ୍କର ସମାଗମ ହୋଇଥିଲା। ଲୋକସେବକ ମଣ୍ଡଳର ପ୍ରେସିଡେଣ୍ଟ, ଭାଇସ୍ ପ୍ରେସିଡେଣ୍ଟ, ସେକ୍ରେଟାରୀ ପ୍ରମୁଖ, ତାଙ୍କର ସଦସ୍ୟମାନେ ସମସ୍ତେ ଉପସ୍ଥିତ ଥିଲେ। ଗୋଟେ ଭବ୍ୟ କାର୍ଯ୍ୟକ୍ରମ ହେଇଥିଲା। ରାଷ୍ଟ୍ରପତିଙ୍କ ସହିତ ବ୍ୟକ୍ତିଗତ କଥା ବି ଦିପଦ ହେଲି। ସେ ବହୁତ ଖୁସି ପ୍ରକାଶ କଲେ। ଆଉ ସେ ନିଜେ କହିଲେ ଯେ ମୁଁ ପ୍ରଥମ ରାଷ୍ଟ୍ରପତି ହେବା ପରେ ଯେତେବେଳେ ପାର୍ଲାମେଣ୍ଟରେ ଭାଷଣ ଦେଲି, ବିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼। ମୁଁ ଏଇଥିରୁ ମୋର ଭାଷଣ ଆରମ୍ଭ କରିଥିଲି। ଗୋପବନ୍ଧୁଙ୍କ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି। ଏତିକି କହି ତାଙ୍କର ଓଡ଼ିଶାରେ ପ୍ରୋଗ୍ରାମ ଥିଲା, ସେ ବାହାରି ଆସିଲେ। ତାପରେ ମୋତେ କହିଲେ ଯେ ଆପଣ ଯାଇକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ। ମୋ ସହିତ ଆଉ ଅନ୍ୟମାନେ ବହୁତ ଗୁଣୀ ଜ୍ଞାନୀ ଲୋକମାନେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ବହୁତ ଖୁସିର କଥା। ସାର୍ ଦେଖନ୍ତୁ, ଯେ ପୁଣ୍ୟାତ୍ମା ଉତ୍କଳମଣିଙ୍କର ଯେତେବେଳେ ଉନ୍ମୋଚନ କଲେ, ଯାଇକରି ମାଲ୍ୟାର୍ପଣ କଲେ, ମନ ଭିତରେ କେତେ ଆଜ୍ଞା ନିଜର ଲୋକଙ୍କୁ ଦେଖିଲା ପରେ ମନ ତ ନିଶ୍ଚୟ ଦୁଃଖ ଆସିଥିବ। ଆଜି ତାଙ୍କରି ବଳରେ ଆଜି ମୁଁ ସତ୍ୟବାଦୀ ସୁଆଣ୍ଡ ଗାଁରୁ ଛୁଟି ଆସିଛି ଦିଲ୍ଲୀ। ହଁ, ଠିକ କହିଛନ୍ତି। ଯେତେବେଳେ ଲୋକସେବକ ମଣ୍ଡଳ ପକ୍ଷରୁ ମୋତେ ତାଙ୍କର GM, ସମାଜର GM, ନ୍ୟୁଜ୍ ଏଡ଼ିଟର, ସେ ଆସି ପହଞ୍ଚିକରି ନିମନ୍ତ୍ରଣ ଦେଲେ। କହିଲେ ଯେ ଆପଣଙ୍କର ସମସ୍ତ ସୁବିଧା କରିକିରି ଆମେ ନେବୁ, ଆପଣ ଜଣେ ସିନିୟର ସିଟିଜେନ୍। ଆଉ ସେ ଗାଡ଼ି ପଠାଇଥିଲେ। ଗାଡ଼ିରେ ଏଠୁ ଫ୍ଲାଇଟ୍ରେ ଗଲି। ଲୋକସେବକ ମଣ୍ଡଳ ପକ୍ଷରୁ ମୋର ଫ୍ଲାଇଟ୍ ଟିକେଟ୍ କରାହେଇଥିଲା, ଯିବା ଆସିବାର ଟିକେଟ୍ କରାହେଇଥିଲା। ଦିଲ୍ଲୀରେ ରହଣି ଭିତରେ ସୁନ୍ଦର ହୋଟେଲରେ ବି ମୋତେ ରଖିଥିଲେ। ସାର୍, ଆଜିର ଛାତ୍ର ସମାଜ ଆଉ ବୁଦ୍ଧିଜୀବୀ ସମସ୍ତଙ୍କୁ କ'ଣ ସନ୍ଦେଶ ରହିବ, ବାର୍ତ୍ତା କ'ଣ ରହିବ? ଦେଖନ୍ତୁ, ଆଜି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଯେଉଁ ତ୍ୟାଗ ବଳିଦାନ ଦେଇଛନ୍ତି, ଆଜି ତାଙ୍କ ପାଇଁ ଆମେ ନିଜେ ମଧ୍ୟ ପାଠ ପଢ଼ିକି ଆଜି ଗର୍ବିତ କରିଛୁ। ଆଜି ମଧ୍ୟ ଆଜି ଆପଣଙ୍କ ପାଖରେ କଥା ହେଇପାରୁଛୁ, ପଦେ ମଧ୍ୟ ଆପଣଙ୍କ ପାଖରେ ଭେଟ ହେଇପାରୁଛୁ। ତା ସହିତ ସମାଜକୁ, ଛାତ୍ରଛାତ୍ରୀ ସମସ୍ତଙ୍କୁ ସାର୍ କ'ଣ ବାର୍ତ୍ତା ରହିବ ବର୍ତ୍ତମାନ? ମୁଁ ବା କ'ଣ ବାର୍ତ୍ତା ଦେବି? ଗୋପବନ୍ଧୁ ତ ବାର୍ତ୍ତା ଦେଇ ଯାଇଛନ୍ତି। ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ।
ଗୋପବନ୍ଧୁ ତ ଏଇ ବାର୍ତ୍ତା ଦେଇଛନ୍ତି, ସମସ୍ତେ କର୍ମ ପ୍ରବଣ ରହନ୍ତୁ। କର୍ମପ୍ରବଣ ରହିଲେ ଅଯଥା ସମୟର ଅପଚୟ ଘଟିବନି, ସମସ୍ତେ ଆଗକୁ ହିଁ ଚାଲିବେ। ଆଗକୁ ଦେଖ, ଚରେଇବେ ଦେଖନ୍ତୁ, ଆମେ କଥା ହେଉଥିଲେ ଧୀରେନ୍ଦ୍ରନାଥ ଦାସଙ୍କ ସହିତ, ଯିଏ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିବାର ସଦସ୍ୟ। ତାଙ୍କ ସହିତ କଥା ହେଉଥିଲେ, ତାଙ୍କ ମନ କଥା ସେ କହୁଥିଲେ ଏବଂ ତା ସହିତ ଦିଲ୍ଲୀରୁ ଡାକରା ହେଇଥିଲା, ସେ ମଧ୍ୟ ଯାଇକରି ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଉନ୍ମୋଚନ କରିକି ଫେରିଲେ ଏବଂ ଏଇଆ କହିଛନ୍ତି ଗୋପବନ୍ଧୁ ଦାସ ଯେଉଁ ଛାଡ଼ି ଦେଇଛନ୍ତି, ବାର୍ତ୍ତା ଦେଇଛନ୍ତି, ତାକୁ ଯଦି ସମସ୍ତେ ଛାତ୍ରଛାତ୍ରୀରୁ ଧରିକି ସମସ୍ତେ ଯଦି ଅନୁସରଣ କରିବା ତାହେଲେ ଭଲ ନାଗରିକ ହେଇପାରିବା। ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରତାପ ବାରିକ, MBC TV।